ବର୍ଷରେ 365 ଦିନ ହୁଏ, କିନ୍ତୁ ଗୋଟିଏ ରାତି ଏମିତି ହୁଏ ଯେଉଁ ରାତିରେ ଅଗ୍ନି ଜଳେ, କିନ୍ତୁ ଭୟ ପାଇଁ ନୁହେଁ, ସତ୍ୟର ଜୟ ପାଇଁ। ଗୋଟିଏ ଦିନ ଏମିତି ଆସେ ଯେଉଁ ଦିନ ଲୋକେ ରଙ୍ଗ ଲଗାନ୍ତି, କିନ୍ତୁ କେବଳ ଖେଳ ପାଇଁ ନୁହେଁ, ହୃଦୟକୁ ହୃଦୟ ସହିତ ଯୋଡ଼ିବା ପାଇଁ। ଏହା ହେଉଛି ହୋଲି। 2026 ମସିହାରେ ହୋଲି ପଡ଼ିବ ମାର୍ଚ୍ଚ 3 ତାରିଖରେ। ତା ପୂର୍ବରୁ ମାର୍ଚ୍ଚ 2 ତାରିଖରେ ହେବ ହୋଳିକା ଦହନ। ଏହି ରାତିକୁ କୁହାଯାଏ ଅସତ୍ୟ ଉପରେ ସତ୍ୟର ଜୟର ରାତି। ପୁରାଣ କହେ ଜଣେ ଅସୁର ରାଜା ଥିଲେ, ହିରଣ୍ୟକଶ୍ୟପ। ସେ ନିଜକୁ ଭଗବାନ ବୋଲି ଘୋଷଣା କରିଥିଲେ, କିନ୍ତୁ ତାଙ୍କ ପୁଅ ପ୍ରହ୍ଲାଦ ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲେ। ରାଜା କ୍ରୋଧରେ ଅନ୍ଧ ହୋଇଗଲେ ପ୍ରହ୍ଲାଦକୁ ମାରିବାକୁ। ସେ ତାଙ୍କ ଭଉଣୀ ହୋଳିକାଙ୍କୁ ଡାକିଲେ। ହୋଳିକାଙ୍କ ପାଖରେ ଥିଲା ଅଗ୍ନିରୁ ରକ୍ଷା ପାଇବାର ବରଦାନ। ସେ ପ୍ରହ୍ଲାଦକୁ କୋଳରେ ନେଇ ଅଗ୍ନିରେ ବସିଗଲେ, କିନ୍ତୁ ଘଟିଲା ଅଦ୍ଭୁତ ଘଟଣା। ହୋଳିକା ଜଳିଗଲେ ଏବଂ ପ୍ରହ୍ଲାଦ ରହିଲେ ସୁରକ୍ଷିତ। ସେଇଠାରୁ ହୋଳିକା ଦହନ ଅସତ୍ୟ ଦହନର ପ୍ରତୀକ ହେଲା। ବୃନ୍ଦାବନରେ ଶ୍ରୀକୃଷ୍ଣ ଛୋଟବେଳେ ମାଙ୍କୁ ପଚାରିଥିଲେ, ମୁଁ କାହିଁକି ଶ୍ୟାମଳ, ରାଧା କାହିଁକି ଗୋରା? ମା ହସି କହିଲେ, ତୁମେ ଚାହୁଁଥିଲେ ରାଧାକୁ ରଙ୍ଗ ଲଗାଇ ଦିଅ। ସେଇଠାରୁ ରଙ୍ଗ ହେଲା ପ୍ରେମର ପ୍ରତୀକ। ବୃନ୍ଦାବନର ଗଲିରେ ଆରମ୍ଭ ହେଲା ରଙ୍ଗର ଉତ୍ସବ, ଏବଂ ସେଇ ଉତ୍ସବ ଆଜି ପୁରା ଭାରତରେ ପାଳିତ ହେଉଛି। ଉତ୍ତର ଭାରତରେ ହୋଲି ପାଳିତ ହୁଏ ବଡ଼ ଧୁମଧାମରେ। ବର୍ଷାନାରେ ଲଠମାର ହୋଲି ପ୍ରସିଦ୍ଧ। ମଥୁରା ଓ ବୃନ୍ଦାବନରେ ଫୁଲର ହୋଳି ହୁଏ। ପଶ୍ଚିମବଙ୍ଗରେ ଦୋଳଯାତ୍ରା ପାଳନ ହୁଏ। ଓଡ଼ିଶାରେ ମଧ୍ୟ ଦୋଳ ପୂର୍ଣ୍ଣିମା ଭାବେ ଏହି ପର୍ବ ପାଳନ ହୁଏ। ଆଜି ହୋଲି କେବଳ ରଙ୍ଗ ନୁହେଁ, ଏହା ଭେଦଭାବ ଭୁଲିଯିବାର ଦିନ। ଏହା ନୂତନ ଆରମ୍ଭର ପ୍ରତୀକ। ହୋଲି ଆମକୁ ଶିଖାଏ, ଘୃଣାକୁ ଜଳାଇ ଦିଅ, ପ୍ରେମକୁ ବଢ଼ାଇ ଦିଅ। ଏହି ହୋଲିରେ ଆସନ୍ତୁ ଆମେ କେବଳ ଶରୀରକୁ ନୁହେଁ, ମନକୁ ମଧ୍ୟ ରଙ୍ଗେଇ ଦେବା। ଆମ ମନର ଅନ୍ଧକାରକୁ ହୋଳିକାର ଅଗ୍ନିରେ ଜଳାଇ ଦେବା ଏବଂ ସତ୍ୟ, ପ୍ରେମ ଓ ଆନନ୍ଦର ରଙ୍ଗରେ ଜୀବନକୁ ରଙ୍ଗେଇ ଦେବା। ଶୁଭ ହୋଲି।